କାହିଁକି ମୋ ଭଉଣୀକୁ ମୋ ପାଖରୁ ଛଡେଇ ଦେଲୁ କାଳିଆ? କାହିଁକି? ସତ କହୁଛି କାଳିଆ, ମୋ ଭଉଣୀକୁ ଯଦି ଫେରାଇ ନ ଦଉନା ତାହେଲେ ତୁ ଏ ସିଂହ ଦୁଆରରେ ମୁଣ୍ଡ ପିଟି ପିଟି ମରିଯିବି କାଳିଆ। ମୁଣ୍ଡ ପିଟି ପିଟି ମରି। କଳାକାର ଦୁଃଖରେ ଥିବା ବ୍ୟକ୍ତିକୁ ହସାଇ ପାରେ, ହସୁଥିବା ବ୍ୟକ୍ତିକୁ କନ୍ଦେଇ ମଧ୍ୟ ପାରେ। ମୁଁ ଏଇଥିପାଇଁ ଏକଥା କହୁଛି, ଆଜି ଜଣେ ଆମେ କଳାକାରଙ୍କ ସହିତ କଥା ହେବା ଯିଏକି ନାଟରେ ଅନେକ ଥର ଅଭିନୟ ମଧ୍ୟ କରିଛନ୍ତି ଏବଂ ସେ ଏବେ ଡାଇରେକ୍ଟର ଅଛନ୍ତି। ଆମେ ତାଙ୍କ ସହିତ କଥା ହେବା ଯିଏକି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗାଁରେ ତାଙ୍କର ଘର। ନରେଶ ପ୍ରଧାନ ସାର୍, ନ୍ୟୁଜ୍ 8 ଓଡ଼ିଆକୁ ସ୍ୱାଗତ। ନମସ୍କାର, ସ୍ୱାଗତ। ସାର୍, ଆମେ ଜାଣିଛୁ ଯେ ଆପଣ ଅନେକ ସମୟ ନାଟରେ ଅଭିନୟ କରିଛନ୍ତି। ଆପଣ ନାଟ ଲାଇନ୍ କେମିତି ଆସିଲେ? ନାଟ ଲାଇନ୍ କେ ଆସିବାର ଅର୍ଥ, ମୋର ବାପା ହଉଛନ୍ତି ଜଣେ କୀର୍ତ୍ତନ୍ୟ ଗୁରୁ, କାକା ଗୋଟେ ଡିରେକ୍ଟର ନାଟର, ଆଉ ମୋର ଅଜା ହଉଛନ୍ତି ଡଣୁଆ ଗୁରୁ। 2 କ୍ଲାସରେ ମୋର ଡିବେଟ୍ ସମୟରେ ମୋର ଗୋଟେ ଥିଲା, ମୁଁ ଷ୍ଟେଟ୍ ଲେଭେଲ ବାଲା। ଯେତେବେଳେ 93ରେ ମୁଁ ଷ୍ଟେଟ୍କେ ଯାଇଥିଲି ସିଲେକ୍ଟ ହେଇକିରି ସଙ୍ଗ କମ୍ପିଟିସନ ଡିବେଟ୍ରେ। ତାର ପରେ ନାଟକ ମୋ ବାପା ପସନ୍ଦ ନାଇଁ କରୁଥିଲେ। ହଠାତ୍ ଥରେ ମତେ ଗୋଟେ ରୁଲ୍ ଦିଆଗଲା, ବହି ହଉଥିଲା କାଳିଆ ମାତିଛି ବଳିଆ ଘରେ। ସେ ସମୟରେ ମୁଁ ଲୁଚି ଲୁଚି ଯାଉଥାଏ, ହଠାତ୍ ମୋ ବାପା ମତେ ଦେଖିଲେ, ମାଡ଼ ଧର ହେଲା। ରୁଲ୍ କରୁଥା ଟିକେ ଭୁଲ ହେଇଗଲା ବୋଲି ସେ ଷ୍ଟେଜରେ ମୋର ମାଡ଼ ବି ମିଳିଥିଲା ମୋ ବାପାଙ୍କ ଦ୍ୱାରା। ସେନୁ ଏଇଟା ନାଟଟା ଆଉ କୀର୍ତ୍ତନ ଆଉ ମୋର ଗୋଟେ ପେସା ହେଲା। ତାପରେ ଗାଁରେ ପ୍ରତ୍ୟେକ ବର୍ଷ ନାଟ ବି ହୁଏ। ଆପଣ ତ ଅନେକ ନାଟରେ ଅଭିନୟ କରିଛନ୍ତି, ଆପଣ କେଉଁ ଭୂମିକାରେ ଅଭିନୟ କରିଛନ୍ତି? ମୁଁ କ୍ୟାରେକ୍ଟର ବି କରିଛି, ବିଶେଷତଃ ଭିଲିଆନ୍ସ ଭୂମିକାରେ ମୁଁ ଅଭିନୟ କରେ ପ୍ରତ୍ୟେକ ଥର। ଆପଣ କାହିଁକି ଭିଲେନ ଲାଇନକୁ ବାଛିଲେ? ଆପଣ ଚାହିଁଥିଲେ ନାଟକର ହିରୋ ମଧ୍ୟ ହେଇପାରିଥାନ୍ତି, କିନ୍ତୁ ଭିଲେନ କାହିଁକି ବାଛିଲେ? ଭିଲିଆନର ସେମିତି କିଛି ନାହିଁ। ଆମେ ଯେତେ ସବୁ କଳାକାର ଥିଲୁ ସେ ମଧ୍ୟରେ କଳାକାର ବଛାଯାଏ, ଭିଲିଆନ ଟିକେ କମିଥିଲା। ଫଳରେ ମୋରଟା ଯେତେବେଳେ ଭଲ ହେଲା, ଗୁରୁ ମତେ ଭିଲିଆନ କର ବୋଲି ଭିଲିଆନ ସବୁ ଚାଲିଛି। ମୁଁ କ୍ୟାରେକ୍ଟର ବି କରିପାରିବି, କମେଡି ବି କରିପାରିବି, ସବୁ କରିପାରିବି, ସେମିତି କିଛି ନାହିଁ। ତ ଆମେ ଦେଖିଛୁ ଯେ ନାଟକରେ ଭିଲେନକୁ ଲୋକେ ଗାଲି କରନ୍ତି, ଆପଣଙ୍କୁ କେବେ ଗାଲି କରିଛନ୍ତି? ଗାଳି ତ ବହୁତ ମିଳିଛି, ବୋତଲ ବି ମାରିଛନ୍ତି। ବାହାରେ ହୁଡା ଖାଇ, ମୁଁ ହୁଡା ଖାଇବା ସଙ୍ଗେ ସଙ୍ଗେ, ଗାଳି ଶୁଣିବା ସଙ୍ଗେ ସଙ୍ଗେ ବାପା ମା ବି ଗାଳି ଶୁଣନ୍ତି। ସେଥିପାଇଁ ଆପଣ ଭିଲିୟନ ଭୂମିକାରେ ଅଭିନୟ କରିଛନ୍ତି, ଆପଣ ନିଜେ ଡାଇଲଗ ମାନେ କହନ୍ତି, ମାନେ ଅଭିନୟ କରୁ କରୁ ଆପଣଙ୍କୁ କେଉଁ ଡାଇଲଗଟି ମାନେ ଅଧିକ ପସନ୍ଦ ଲାଗିଥିଲା? ମୋର ଗୋଟେ ଡାଇଲଗ ଥିଲା, କାଳିଆ ମାତିଛି ବଳିଆ ଘରେ, ଫାର୍ଷ୍ଟ ଡାଇଲଗ ସେଟା ଡେଭିଲ କ୍ୟାରେକ୍ଟର ଥିଲା। ପେଥସ କମ ଇଏ ଡାଇଲଗଟି ହଉଛି, ଏଇ କାଳିଆ, ସତରେ କାଳିଆ, ମୋ ଭଉଣୀକୁ ମୋ ପାଖରୁ ଛଡେଇ ଦେଲୁ କାହିଁକି କାଳିଆ? ପବିତ୍ର ରଥଯାତ୍ରାରେ ତୁ ଯେତେବେଳେ ତୋ ଭାଇ ଭଉଣୀ ସମସ୍ତଙ୍କୁ ଧରି ରଥଯାତ୍ରାରେ ମାଉସୀ ଘରକୁ ଯାଉଛୁ, ମୁଁ କଣ ମୋ ଭାଇ ଭଉଣୀଙ୍କ ସ୍ନେହ ମମତାରୁ କଣିଚାଏ ଚାହୁଁନି କାଳିଆ? କାହିଁକି କାହିଁକି ମୋ ଭଉଣୀକୁ ମୋ ପାଖରୁ ଛଡେଇ ଦେଲୁ କାଳିଆ? କାହିଁକି? ସତ କହୁଛି କାଳିଆ, ମୋ ଭଉଣୀକୁ ଯଦି ଫେରାଇ ନ ଦଉନା ତାହେଲେ ତୁ ଏ ସିଂହ ଦୁଆରରେ ମୁଣ୍ଡ ପିଟି ପିଟି ମରିଯିବି କାଳିଆ। ମୁଣ୍ଡ ପିଟି ପିଟି ମରିଯିବି। ଏଇଟା ଥିଲା ଆମର ଫାର୍ଷ୍ଟ ଡାଇଲଗ। ଆମର କ୍ୟାରେକ୍ଟର କମ ଇଏ। ତାପରେ ଭିଲିଆନ ସିର ପ୍ରାୟ କରେ, ବହୁତ ବହି ରହିଥାଏ, ମୋର ମିନିମମ୍ 30 ଖଣ୍ଡେ ବହି ମୁଁ ପ୍ଲେ କରିଥିବି। ଯେ ଆପଣ କେତୋଟି ନାଟକରେ ଭାଗ ମାନେ ଅଭିନୟ କରିଛନ୍ତି? ମୋର 27ରୁ 30ଟା ପ୍ୟାନେଲରେ ମୁଁ କଲିଣି ନାଟକରେ। କାଳିଆ ମାତିଛି ବଳିଆ ଘରେ, ଫୁଲ ଗଛ ମଲା କଥା ରହିଲା, ତାପରେ ଆମର କଣ ଏବେ ମନେ ଆସୁନାହିଁ, କଳି ଯୁଗର ନୂଆ କାହାଣୀ, ବେଇମାନ ଦୁନିଆ। ତାପରେ ଏ ବର୍ଷ ଥିଲା ଆମର ଜନମ ନେଇଛି କାନ୍ଦିବା ପାଇଁ। ଏମିତି ଅନେକ, ମନେ ତ ରହୁନାହିଁ, କିନ୍ତୁ ସବୁଥିରୁ ମୋର ମୁଖ୍ୟ ମତେ ହାଇଲାଇଟ କରିଛି କାଳିଆ ମାତିଛି ବଳିଆ ଘରେ। ଆପଣ ଅଭିନୟ କରୁଥିଲେ, ଅଭିନୟ କରୁ କରୁ ଆପଣଙ୍କୁ କାହିଁକି ଡାଇରେକ୍ଟର ଆଡକୁ ମନ ବଳିଲା? ଡାଇରେକ୍ଟର ମନ ବଳି ନାହିଁ, ନାଟଟା ମୋର ଗୋଟେ ନିଶା ହେଲା। ଏପରି ଘରେ ମୋର ଦୁଃଖ ଦୁର୍ଦଶାରେ ପଡିଥିଲେ ବି, କେନ୍ କାମ ଥିଲେ ବି, ନାଟ ଏଭଳି ମତେ ଗୋଟେ ନିଶା, ଜଣେ ଡାକିଦେଲା ମାନେ ବିନା ପଇସାରେ ମୁଁ ଯାଇକି ଶିଖାସି। ବୋଲେ ଏମିତି ଆସ୍ତେ ଆସ୍ତେ ଯେତେବେଳେ ଏଇଟା ଇଏ ହେଲା, ଲୋକମାନେ ଗ୍ରହଣ କଲେ, ଭଲ ବି ହେଲା। ତାପରେ ଏରିଆରେ ଯେନ୍ ଆଜ୍ଞା ମାନେ ଥିଲେ, ସେମାନେ କାଳକ୍ରମରେ ଟିକେ ବୁଢା ବୁଢୀ ହେଇଗଲେ। ମିଶ୍ର ଆଜ୍ଞା ଥିଲେ, ସେ ଆସି ନାଇଁ ପାରିଲେ, ଟାଇମ ଦେଇ ନାଇଁ ପାରିଲେ। ଅନ୍ତ କାକା ଥିଲେ ଡିରେକ୍ଟର, ଜଗବନ୍ଧୁ ଦାଦା ଥିଲେ, ସେ ବି ହେଇଗଲେ।
ତାମାନେ ଏନଗେଜ ହେଇଗଲେ ଆମର ପ୍ରିନ୍ସିପାଲ ହିସାବରେ ଟାଇମ ନାଇଁ ଦେବାର ଫଳରେ ମୁଇଁ ଯେମିତି ଟିକେ ଶିଖାଶିଖି କଲି ଲୋକମାନେ ଆଗ୍ରହ କଲେ ଆଉ ଡାକିଲେ ଆସ୍ତେ ଆସ୍ତେ ଏମିତି ଚାଲିଛି ରିସେଣ୍ଟ ବର୍ଷ ଆମର 4ଟା ବହି ସରିଯାଇଛି ପହିଲା ବିକଳପୁର ସଇଲା ତାପରେ କମିରା ସଇଲା ତାପରେ ଆମର ମାର୍ଗଶିର ମାସରେ ଆମର ସଇଲା ବଡବଡା କଟା ସଇଲା ଏବେ ହାଲ ଆଜି ସାରିକିରି ଆସୁଛି ଆମର ସ୍କୁଲ ଗୋଟେ ପ୍ରୋଗ୍ରାମ ଥିଲା କିଆକଟାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ନୂଆପଡା ଯେନ୍ତା ସେଟା ସାରିକିରି ଆସୁଛି ଏମିତି ଚାଲିଛି ଆସ୍ତେ ଆସ୍ତେ ଆମ ସହିତ ଥିଲେ ଅଭିନୟ କରୁଥିବା ନରେଶ ପ୍ରଧାନ। ଆମେ ତାଙ୍କ ସହିତ ଅଧିକା କଥା ହେଉଥିଲୁ। ସେ ନିଜର ଅଭିନୟ ମାଧ୍ୟମରେ ଲୋକଙ୍କୁ ହସାଇ ମଧ୍ୟ ପାରନ୍ତି, କନ୍ଦେଇ ମଧ୍ୟ ପାରନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ବ୍ଲକ କମିରା ଗାଁରୁ ବ୍ରଜଗୋପାଳ ପଣ୍ଡା, ନ୍ୟୁଜ୍ 8 ଓଡ଼ିଆ।